शांति आज साकार महावाक्य 13/6/2025 मधुर संतान माने एही बेहदर खेଳରେ तुमे आत्मारूपी अभिनेता माने पाठधारी अट। तुम मानकर निवास स्थान होइछि स्वीट साइलेंस होम अर्थात शांतिधाम ଯେଉଁଠାକୁ ଏବେ ଯିବାକୁ ହେବ। ପ୍ରଶ୍ନ ଯେଉଁମାନେ ଡ୍ରାମାର ଖେଳକୁ ଯଥାର୍ଥ ଭାବରେ ଜାଣିଛନ୍ତି ସେମାନଙ୍କର ମୁଖରୁ କେଉଁ ଶବ୍ଦ ବାହାରି ପାରିବ ନାହିଁ। ଉତ୍ତର ଏହା ଏପରି ହୋଇନଥିଲେ ଏପରି ହୋଇଥାନ୍ତା, ଏପରି ହେବା ଉଚିତ ନୁହେଁ। ଡ୍ରାମାର ଖେଳକୁ ଜାଣିଥିବା ଆତ୍ମାମାନେ ଏପରି ଶବ୍ଦ କେବେ ବି କହିବେ ନାହିଁ। ତୁମେ ପିଲାମାନେ ଜାଣିଛ ଏହି ଡ୍ରାମାର ଖେଳ ଉକୁଣି ସଦୃଶ ଧୀରେ ଧୀରେ ଘୁରି ଚାଲିଛି। ଯାହା କିଛି ହେଉଛି ସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି, ତେଣୁ ଚିନ୍ତା କରିବାର କୌଣସି କଥା ନାହିଁ। ଧାରଣା ପାଇଁ ମୁଖ୍ୟ ସାରାଂଶ ବାବା ଆମକୁ ଏପରି ନୂଆ ବିଶ୍ୱର ରାଜତ୍ୱ ଦେଉଛନ୍ତି ଯାହାକୁ କେହି ବି ଛଡ଼ାଇ ନେଇପାରିବେ ନାହିଁ। ଏହି ଖୁସିରେ ହେଣ୍ଡି ମାରିବା ଦରକାର। 2 ନମ୍ବର ବିଜୟମାଳାର ଦାନା ହେବା ପାଇଁ ବଞ୍ଚି ଥାଉ ଥାଉ ଏହି ପୁରୁଣା ଦୁନିଆରୁ ମରିବାକୁ ହେବ। ବାବାଙ୍କୁ ମନେ ପକାଇ ବିକନ ବିନାଶ କରିବାକୁ ହେବ। ବରଦାନ ନିଜର ଶକ୍ତିଶାଳୀ ସ୍ଥିତି ଦ୍ୱାରା ସମସ୍ତଙ୍କର ଶୁଭକାମନାକୁ ପୂର୍ଣ୍ଣ କରୁଥିବା ମହାଦାନୀ ହୁଅ। ପଛରେ ଆସୁଥିବା ଆତ୍ମାମାନେ ଅଳ୍ପ ପ୍ରାପ୍ତିରେ ମଧ୍ୟ ସନ୍ତୁଷ୍ଟ ହୋଇଯିବେ, କାହିଁକି ନା ସେମାନଙ୍କର ପାଠ ହିଁ ସାମାନ୍ୟ ପ୍ରାପ୍ତି କରିବାର ଅଟେ। ତେବେ ଏହିଭଳି ଆତ୍ମାମାନଙ୍କୁ ସେମାନଙ୍କର ଭାବନାର ଫଳ ପ୍ରାପ୍ତି ହେଉ, କେହି ବି ବଞ୍ଚିତ ନ ରହନ୍ତୁ, ସେଥିପାଇଁ ଏବେଠାରୁ ନିଜ ଭିତରେ ସର୍ବଶକ୍ତିକୁ ଜମା କରି ଚାଲ। ଯଦି ତୁମେମାନେ ନିଜର ସମ୍ପୂର୍ଣ୍ଣ ଶକ୍ତିଶାଳୀ ମହାଦାନୀ ସ୍ଥିତିରେ ସ୍ଥିତ ରହିବ, ତେବେ ଯେକୌଣସି ଆତ୍ମାକୁ ନିଜର ସହଯୋଗ ଦ୍ୱାରା ମହାଦାନ ଦେବାର କର୍ତ୍ତବ୍ୟ ଆଧାରରେ ଶୁଭ ଭାବନାର ସୁଇଚ୍ ଅନ୍ କରିବା ମାତ୍ରକେ ଦୃଷ୍ଟି ଦ୍ୱାରା କୃତାର୍ଥ କରିଦେଇପାରିବ। ସ୍ଲୋଗାନ ଯଦି ସର୍ବଦା ଈଶ୍ୱରୀୟ ମର୍ଯ୍ୟାଦା ଅନୁସାରେ ଚାଲୁଥିବ, ତେବେ ସହଜରେ ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଯିବ। ଅବ୍ୟକ୍ତ ଇଶାରା ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଯେତେବେଳେ ସେବାର ମଞ୍ଚ ଉପରକୁ ଯାଉଛ, ସେତେବେଳେ ସମ୍ମୁଖରେ ଥିବା ଆତ୍ମାମାନଙ୍କୁ ଏହି ଅନୁଭବ ହେବା ଦରକାର ଯେ ଏହି ଆତ୍ମାମାନେ ବହୁ ସମୟର ଅନ୍ତର୍ମୁଖତାର ଏବଂ ଆତ୍ମାଭିମାନୀ ସ୍ଥିତିର ଗୁମ୍ଫାରୁ ବାହାରି ସେବା କରିବା ପାଇଁ ଆସିଛନ୍ତି। ତୁମମାନଙ୍କର ଚେହେରାରେ ତପସ୍ୱୀ ରୂପ ସହିତ ବେହଦର ବୈରାଗ୍ୟର ରେଖା ଦେଖାଯିବା ଦରକାର। ଯେତିକି ଆତ୍ମିକ ନିଶାରେ ରହୁଛ, ସେତିକି ଦୟାଭାବ ମଧ୍ୟ ରହିବା ଦରକାର। ବର୍ତ୍ତମାନ ସମୟରେ ଏହିଭଳି ସେବାର ଆବଶ୍ୟକତା ରହିଛି। ଓମ୍ ଶାନ୍ତି।